ସାଙ୍ଗମାନେ ଜୀବନରେ କେବେ କାହା ଉପରେ ଅଧିକ ବିଶ୍ୱାସ କରିବେ ନାହିଁ କି କାହା ଉପରେ ଭରସା ରଖିବେ ନାହିଁ, କାରଣ ଇତିହାସ ସାକ୍ଷୀ ଅଛି ନିଜ ଲୋକ ସବୁବେଳେ ବିଶ୍ୱାସରେ ବିଷ ଦେଇ ଖୁସି ହୁଅନ୍ତି। ସାଙ୍ଗମାନେ ଭଗବାନ କେବେ କାହାକୁ ଭୋକିଲା ରଖନ୍ତି ନାହିଁ, କେବଳ ମଣିଷ ହିଁ ଭୋକିଲା ରଖିଦେଇଥାଏ ସମସ୍ତଙ୍କୁ। କାହିଁକି ନା ଭଗବାନ ନିଜେ ହିଁ ବିକ୍ରି ହୋଇଯାଇଥାନ୍ତି ବଜାରରେ ଅନ୍ୟର ଭୋକ ନିବାରଣ ପାଇଁ। ଯଦି ଭଗବାନ ଏବଂଙ୍କ ନାମ ଶୁଣିବା ମାତ୍ରେ ତୁମ ଆଖିରେ ଲୁହ ଆସେ ଆଉ ତୁମ ଲୋମ ଟାଙ୍କୁରି ଉଠେ, ତାହେଲେ ଜାଣିବ ତୁମ ମନ କାମିନୀ କାଞ୍ଚନ ଠାରୁ ମୁକ୍ତ ହୋଇଛି ଆଉ ତୁମେ ଭଗବାନଙ୍କୁ ଲାଭ କରିଛ। ସାଙ୍ଗମାନେ ଆଜିକା ଦୁନିଆରେ କାହାକୁ ହୃଦୟର ସହ ଭଲ ପାଇବା କଥା ନୁହେଁ, କାହିଁକି ନା ଏଠି ଯୋଡ଼ିବା ବଦଳରେ ଭାଙ୍ଗିବା ପାଇଁ ବହୁତ ଅଛନ୍ତି। ତେଣୁ ଚାଲନ୍ତୁ ସାଙ୍ଗମାନେ ଆଜିର ଅନୁଚିନ୍ତା ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣାଇବେ। ଚ୍ୟାନେଲରେ ନୂଆ ଥିବେ ନିଶ୍ଚିନ୍ତ ସବସ୍କ୍ରାଇବ୍ କରିଦେବେ। ଏବଂ ବର୍ତ୍ତମାନ ସକାଳ 7:30 ବାଜିଲାଣି, ସୂର୍ଯ୍ୟ ମହାପ୍ରଭୁ ତାଙ୍କର ହାଲକା ହାଲକା ପ୍ରକାଶ ଦେଲେଣି। ସାମାନ୍ୟ ଆକାଶ ମେଘାଚ୍ଛନ୍ନ ମଧ୍ୟ ଅଛି, ସେପଟରେ ବର୍ଷା ହେଉଛି, ଲଘୁଚାପ ଜନିତ ବର୍ଷା ମଧ୍ୟ ହେଉଛି। ଆମ ଏରିଆରେ ବର୍ଷା ହେବ ବୋଲି ନ୍ୟୁଜ୍ କହିଥିଲା, କିନ୍ତୁ କାଲିଠାରୁ ଆଜି ପର୍ଯ୍ୟନ୍ତ ସେମିତି କିଛି ନାହିଁ, ହାଲକା ହାଲକା ଝିପିଝିପି ବର୍ଷା ମଧ୍ୟ ହେଇଛି। ଏବଂ ଆଜିର ଏହି ଶୁଭ ସକାଳରେ ସମସ୍ତଙ୍କୁ ସ୍ୱାଗତମ ସୁସ୍ୱାଗତମ ଜଣାଇ ଆରମ୍ଭ କରୁଛି ଆଉ ଏକ ନୂତନ ବ୍ଲଗ୍। ଚାଲନ୍ତୁ ସାଙ୍ଗମାନେ ଶେଷ ପର୍ଯ୍ୟନ୍ତ ବ୍ଲଗ୍ଟିକୁ ଉପଭୋଗ କରିବା। ତେଣୁ ଆପଣମାନେ ଜାଣନ୍ତି ମୁଁ ହେଉଛି ଚାଷୀ ପରିବାରର ଛୁଆ। ସକାଳୁ ଉଠିଲେ ବିଲବାଡ଼ି କାମ ଏଇସବୁ ଧନ୍ଦା ଏଇ ଉପରେ ମୁଁ ଭିଡ଼ିଓ ମୋର ବ୍ଲଗ୍ ହୁଏ। ତେଣୁ ଆପଣମାନେ ଚାଲନ୍ତୁ ଶେଷ ପର୍ଯ୍ୟନ୍ତ ଉପଭୋଗ କରିବା, ତା ଭିତରେ ନିଶ୍ଚିତ ଆପଣ ମଜା ଅନୁଭବ କରିପାରିବେ। ଧନ୍ୟବାଦ ସାଙ୍ଗମାନେ। ଯଦି ବାତ୍ୟାର ଆଶଙ୍କା କରି ଆମ ଗାଁରେ ବହୁମୂଲ୍ୟ ଗଛ ସଜନା ଗଛ, ଆପଣମାନେ ଜାଣିଛନ୍ତି ସଜନା ଗଛ, ସଜନା ପତର, ସଜନା ଛେଲି ଆଉ ସଜନା ଡାଳ ଯାହା ଖାଇଲେ ମଣିଷର ବ୍ଲଡ଼ ପ୍ରେସର କଣ୍ଟ୍ରୋଲ ରୁହେ। ଆଉ ଖୁଡ଼ି ଆମର ତାଙ୍କ ଗଛ ବୋଲି ନିଜର ଗଛ ବୋଲି, ତେଣୁ ସାଙ୍ଗମାନେ ଯିଏ ଦେଖୁଛନ୍ତି ଆପଣ ଫରେଷ୍ଟରରେ ଏଇଟା କମ୍ପ୍ଲେନ୍ କରିବେ। ତେଣୁ ଫରେଷ୍ଟର ମାନେ ଗଛ ଲଗାଉଛନ୍ତି, ଏଠିକି ଗଛଟାକୁ ହାଣି ଦେଲେ, ତେଣୁ ପୋକ ଲାଗିଥିଲା। ଆଉ ଝଟାଳି ବା ବି ପୁଳାଏ ଶାଗ ନେଇଗଲେ। ଆଉ ତେଣୁ ବର୍ତ୍ତମାନ ସକାଳର ଯେଉଁ ଦେଖିଲେ ଆପଣମାନେ ଯାଉଥିଲି, ମୁଁ ବିଲକୁ ଯାଉଥିଲି, ବାଟରେ ଗାଁ ଭିତରେ ଗାଁ ଗହଳି ଚଳନ୍ତି, ଖୁଡ଼ି ଫୁଡ଼ି ସବୁ ଶାଗ ଫାଗ ନେଇକିରି ଆଜି ପୁରା ଜମେଇକି ସଜନା ଶାଗ ଆଜି ଖାଇବେ ଦେଖିଲେ। ଆଉ ଭାମା ବୋଉ କହୁଛି ଏମିତିଆ କଥା କୁଆଡ଼କୁ ଯିବି, ମୁଁ ତ ଯାଇନି ସିଆଡ଼କୁ ଯିବି, ଆଉ ବିଲକୁ ଯିବି। ଆଉ କୁଆଡ଼କୁ ଯିବ ମାନେ ସେଟା ଆମେରିକା, ବମ୍ବେ, ଦିଲ୍ଲୀ, ଗୁଜରାଟ, ଦୁବାଇ, ସାଉଦି, କୁଏତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ସବୁଆଡ଼େ ଲୋକ ବୁଝିପାରିବେ ମୋ ଭାଷା, ସିଆଡ଼େ ଦେଖିବେ। ତେଣୁ ଯଦି ସାଙ୍ଗମାନେ ଆପଣଙ୍କର ସଜନା ପତ୍ର ଦରକାର, ସଜନା ଡାଳ ଦରକାର, ସଜନା ଛେଲି ଦରକାର, ଆଉ ସଜନା ଫଳ ଦରକାର, ମାନେ ଛୁଇଁ ଦରକାର, ସଜନା ଅଠା ଦରକାର, ମାମୁଁ ମୋର କହିଲେଣି ସଜନା ଛୁଇଁ ଦରକାର, ଅଠା ଦରକାର, ତାହେଲେ ଏଇଠିକି ପଳେଇ ଆସିବେ। ଦେଖିପାରୁଛନ୍ତି କେତେ ବଡ଼ ସଜନା ମାନେ ଅଲରେଡ଼ି ଦେଖିପାରୁଛନ୍ତି। ମୁଁ ଆସି ପହଞ୍ଚିଗଲି, ଖିଆପିଆ ସରିଗଲା, ଆସିକିରି ପହଞ୍ଚିଗଲି ବର୍ତ୍ତମାନ ବିଲରେ। ଆଉ ଧାନ ସବୁ ଏଇ ଅବସ୍ଥାରେ ଅଛି। ଦେଖିପାରୁଛନ୍ତି ଏ ଯେଉଁ ବିଲ, ଏଇଟା ହେଉଛି ବିରିୟାନୀ ରୁଆ ହେଇଥିଲା। ଆପଣମାନେ ଦେଖନ୍ତୁ ଧାନଟା କେତେ ଦେଖିପାରୁଛନ୍ତି ସେମାନେ, ପୁରା ଲମ୍ବା ଲମ୍ବା ଧାନ, ପୁରା ଇଏ ସାଧାରଣ ଧାନ ଠାରୁ 1.5 ଗୁଣା ଲମ୍ବା, ସେଥିପାଇଁ ୟାକୁ ବିରିୟାନୀ ଧାନ କହନ୍ତି। ଏଇ କଞ୍ଚା ଅଛି 2 ଗୁଣ୍ଠୁ, ଇଏ କାଟି ହେବନି। ଓ ସିଟି ଦେଖିପାରୁଛନ୍ତି, ସିଟି ଗୁଣ୍ଠେ, ସିଟି 4 ଗୁଣ୍ଠୁ, ଏ 5 ଗୁଣ୍ଠୁ ଜିରା ରାଇସ୍ ନେଇ ଅମଳ ସରିଯାଇଛି। ଆଉ ବର୍ତ୍ତମାନ ସେ ଯେଉଁ ଇଲେକ୍ଟ୍ରିକ୍ ଖୁଣ୍ଟ ଦେଖାଯାଉଛି, ଏଇ ଇଲେକ୍ଟ୍ରିକ୍ ଖୁଣ୍ଟ ପାଖରେ 3 ଗୁଣ୍ଠ ଜମି ଦେଖିବା କେମିତି ଅଛି। ସିଟି ସେ ଯେଉଁ ବୋରିଂ ପାଖରେ ପଏଣ୍ଟ ପାଖରେ ଦେଖାଯାଉଛି ସିଟି 3 ଗୁଣ୍ଠୁ, ଭିତରେ 8 ଗୁଣ୍ଠୁ, ସିଟି 8 ଗୁଣ୍ଠୁ, ଓ ସେ 2 କିଲୋମିଟର ଦୂର ଏଇଠୁ ସିଟିକା ଦେଖିବାକୁ ବର୍ତ୍ତମାନ ଯିବା। ଆଉ ବର୍ତ୍ତମାନ ଦେଖିପାରୁଛନ୍ତି ଗାଁର ମୁଖିଆ ପାତ୍ର ବୁଢ଼ା ଆସି ତାଙ୍କର ସେ ଧାନ କାଟି 2 ଗୁଣ୍ଠ ବିଲ କାଟି ସକାଳୁ ସାଇଲେଣି। ତେଣୁ ମୋର ତ ଏଇ ଅବସ୍ଥାରେ ଅଛି, ଦେଖିପାରୁଛନ୍ତି ନୀଳ ବଲ। ତେଣୁ ତ କଟା କଞ୍ଚା ପୁରା, ଆଉ କାଟିବା କ'ଣ। ତେଣୁ ସାଙ୍ଗମାନେ ବର୍ତ୍ତମାନ ଯିବା ସିଟି ଟିକେ ଦେଖିବା, ସିଟି ଦେଖି ସାରିବ ସିଟିକି ଯିବା। ହଉ ସାଙ୍ଗମାନେ ଏଇଭଳିଆ ଅବସ୍ଥାରେ ସବୁ ଅଛି, ଏଇଭଳିଆ ଅବସ୍ଥାରେ ଅଛି। ପାତ୍ର ବୁଢ଼ା ତାଙ୍କର 2 ଗୁଣ୍ଠୁ ଜମି ଆସି କାଟି ସାଇଲେଣି, ଯାହା ହଉ। ତେଣୁ ଲଘୁଚାପ ଜନିତ ବର୍ଷା ଯୋଗୁଁ ଲୋକ ଟିକେ ଥମି ଯାଇଥିଲେ। ତେଣୁ ଆମେ ବର୍ତ୍ତମାନ ସିଟିକି ଯିବା, ଏଇ ଇଲେକ୍ଟ୍ରିକ୍ ଖୁଣ୍ଟ ପାଖକୁ ଟିକେ ଯିବା। ସାଙ୍ଗମାନେ ଦେଖିପାରୁଛନ୍ତି ସେଠୁ ଇଏ ହେଉଛି 3 ଗୁଣ୍ଠୁ ବିଲ, ଇଏ ଏମିତି ନୀଳ ବଲ ଦେଖାଯାଉଛି। ଦେଖିପାରୁଛନ୍ତି ହେଇଠି ଇଏ ଯେଉଁ ନେଳିଆ ଦେଖାଯାଉଛି, ଆକୁ ଚିପି ଦେଲେ ଆର କ୍ଷୀର ହେଇଠି, ଆର କ୍ଷୀର ବସିନି ହେଇଠି, କ୍ଷୀର ବାହାରି ପଡ଼ୁଛି। ଦେଖୁଛନ୍ତି ପୁରା କ୍ଷୀର ହେଇଠି, କ୍ଷୀର ବାହାରି ପଡ଼ୁଛି। ଆଉ କ'ଣ କାଟିବ ଆକୁ? ତେଣୁ
এই ଯେଉଁ ଆଉ ଗୋଟେ କଥା ସାଙ୍ଗମାନେ, ଛୋଟବେଳେ ଆମେ ଯେତେବେଳେ ବାପା ଯେତେବେଳେ ବିଲକୁ ଆସନ୍ତି ଆମେ ଆସୁ, ମଜା ଲାଗେ, ଧାନ ଦୁଇଟା 2 ଘଣ୍ଟା ଲେଖା ନେଇକିରି ଆମେ ଯାଉ। କିନ୍ତୁ ଗୋଟେ ଯଦି ଏଇ ଯେଉଁ ହେଇଛି ଆପଣ ଦେଖିପାରୁଛନ୍ତି, ହେଇଛି ଏଇଟା ସେ ଯେଉଁ ପୂଜା ଧାନ ଗୋଟେ ରୋଗ ରୋହି, ଆକୁ କହନ୍ତି ସାର, ଆକୁ ନେଇକିରି ଆମେ ମୁଣ୍ଡରେ ମାରଉ। କିନ୍ତୁ ବର୍ତ୍ତମାନ ବୈଜ୍ଞାନିକମାନେ କହୁଛନ୍ତି ଏ ଗୋଟେ ରୋଗ। ତେଣୁ ଏବେ ଏ ପରିମାଣଟା ପୂଜା ଧାନ ଯେଉଁମାନେ ସବୁ ରହିଛନ୍ତି ତାର ପ୍ରବଳ ମାତ୍ରାରେ ସବୁ ହେଇଛି। ପ୍ରାୟ ସବୁ ମାନେ ଫଙ୍ଗସ୍ ଗୋଟେ ସିଏ ଧାନକୁ ଖତରା କରିଦିଏ। କିନ୍ତୁ ପୂଜା ଧାନ ପାଖରେ ଯେଉଁ ବିଲ ସିଏ ହେଇଛି ଆଧରେ ମଧ୍ୟ ଗୋଟା ଗୋଟା ହେଇଛି। ଏ ଗୋଟେ ରୋଗ ଦେଖିପାରୁଛନ୍ତି ସାଙ୍ଗମାନେ, ତାକୁ କହନ୍ତି ସାର। କିନ୍ତୁ ଏ ଗୋଟେ ରୋଗ ଫଙ୍ଗସ୍, ଧାନଟାକୁ ପୁରା ଖତରା, ଆ ଭିତରେ ଯେଉଁ ଧାନଟା ଏ ପୁରା ଖତରା ହେଇଯାଇଥିବ। ତେଣୁ ପୂଜା ଧାନ ପାଖରେ ଯେଉଁ ବିଲ ଗୁଡ଼ାକ ସେ ବିଲ ଗୁଡ଼ାକୁ ମଧ୍ୟ ମାଡ଼ି ଯାଉଛି। କିନ୍ତୁ ବହୁଳ ମାତ୍ରାରେ ପୂଜା ଧାନ ବିଲରେ ହେଇଛି। ତେଣୁ ଆ ଭିତରେ ସିଟି ଅଛି 7 ଗୁଣ୍ଠ 8 ଗୁଣ୍ଠ ଖଣ୍ଡେ, ସେ ଏଇଠୁ 50 ମିଟର ଦୂରରେ, ସେଠିକି ଆଉ ଯାଇ ହେବନି। ଧାନ ଯେଉଁ ପଡ଼ିଛି, ମୁଁ 2-4 ଦିନ ତଳେ ଯାଇଥିଲି, ଗୋଟେ ସାପ ଦେଖିଲି। ତେଣୁ ମୁଁ ମୋତେ ଭୟ ଲାଗିଲାନି ଯିବାକୁ, ଧାନ କଟା ହେଲେ ସେଠିକି ଯିବା, ଆଉ ସେଠିକି ଯିବାନି, ସେ ତ ଏଇ ଧାନ। ତେଣୁ ଏଇ କଣ୍ଡିସନ୍ ସେ ଅଛି। ଆଉ ବର୍ତ୍ତମାନ ଆମେ ଯିବା ସେଠିକି 2 କିଲୋମିଟର ଦୂର, ଓ ସେଠି ବଗିଚାର କୂଳରେ ଗଛ ଯେଉଁ ଦେଖାଯାଉଛି 2 କିଲୋମିଟର ଦୂର, ସେଇଠିକି ଆମେ ଯିବା। ସେଠି ବୁଲାବୁଲି କରି ମାସେ ହେଲା ଯାଇନି, ଦେଖିବା ଗୋରୁ ଗାଈ ପାଇଁ ଟିକେ ଘାସ ପଳା ଟିକେ ଆଣିବା, ଆସିବା। ତେଣୁ ସାଙ୍ଗମାନେ ଆକୁ ଟିକେ ଶୁଆଇ ଦେବାକୁ, ଟିକେ ବାରେଇ ଦେବାକୁ ପଡ଼ିବ ବର୍ତ୍ତମାନ। ହଉ ସାଙ୍ଗମାନେ ଦେଖିପାରୁଛନ୍ତି, ଏମିତି ବାରା ହେଇଗଲା। ଏଇ ଯେଉଁ ଧାନ ଗୁଡ଼ା ସବୁ ପଡ଼ିଥିଲା ବାଟକୁ, ଏମିତି ସବୁ ଚତୁର୍ପାର୍ଶ୍ୱ ଯାକ ଏମିତି ବାରେଇକିରି ଭିତରକୁ ଏମିତି ଶୁଆଇଦେଲେ। ଆଉ ଗୋଡ଼ରେ ବାଜିବନି କି ଧାନ ଝଡ଼ିବ ନାହିଁ। ଏମିତି ସବୁ ବାରା ହେଇଗଲା ଚତୁର୍ପାର୍ଶ୍ୱ ଯାକ। ବର୍ତ୍ତମାନ ଆମେ ସେଠିକି ଯିବା। ଏମିତି ସବୁ ବାରା ହେଇଗଲା, ଭିତରକୁ ସବୁ ବାରେଇ ଦିଆହେଲା। ତେଣୁ ବର୍ତ୍ତମାନ ଆମେ ସାଙ୍ଗମାନେ ସେଠିକି, ସେ ଗଛ ପାଖକୁ ଦେଖାହେଉଛି, ସେ ଗଛ ପାଖକୁ ଆମେ ଯିବା। ଦେଖିପାରୁଛନ୍ତି ସେଠି ସର୍ତାଇ ଫର୍ତାଇ ସବୁ ଧାନ କାଟିଲେ। ବର୍ତ୍ତମାନ ସବୁ ଧାନ ଇଏ ଗରିରେ କଟା ହେଲା। ଏ ପ୍ରଭୁଜିତ ସେଠି କାଟୁଛି, ଆଉ ଗୋଟେ ଇଞ୍ଜିନିୟରଟା ସେଠି ଧାନ କାଟୁଛି। ଏ ଅଞ୍ଚଳରେ ପ୍ରାୟ ସବୁ ପିଲା ଚାଷ ବାସରେ ଲିପ୍ତ ରହନ୍ତି। ପ୍ରଭୁଜିତ ଏଠି କାଟିକିରି ହେଇଠି ଥଉଛି ବାପା ସାଙ୍ଗରେ, ଆଉ ସମସ୍ତେ ପ୍ରାୟ ବାପାକୁ ଟିକେ ସହଯୋଗ କରନ୍ତି। ଆଉ ସିଭିଲ୍ ଇଞ୍ଜିନିୟରଟା ଡିଗ୍ରୀ ବାଲା। ତେଣୁ ଆମେ ଆଉ କ'ଣ, ତେଣୁ ଏ ଏରିଆର ସବୁ ଧାନ କଟା ପ୍ରାୟ ଏ ଉପର କରି ଧାନ କାଟି ଦେଲେଣି। ବର୍ତ୍ତମାନ ଆମେ ସେ ଗଛ ପାଖକୁ ଯିବା। ତେଣୁ ବାଟ ବି ଭଲ ଫାଙ୍କା ହେଇଗଲାଣି। ତେଣୁ ଗୋଟାଏ କଥା, ଧାନ ବିଲରେ ଆସିବାକୁ ଟିକେ ଭୟ ଲାଗେ। ଧାନ ସବୁ ହିରକୁ ପଡ଼ିଥାଏ, ତା ତଳେ ବିଭିନ୍ନ ପ୍ରକାର ସାପ ମାନେ ସବୁ ଥାଆନ୍ତି। ଖରା ପଡ଼ିଲେ ସବୁ ହିର ଦିହକୁ ଚାଲି ଆସି ଖରା ହୁଅନ୍ତି। ତେଣୁ ଆସିବାକୁ ଟିକେ ଭୟ ଲାଗେ। ତେଣୁ ଯାହା ଇଏ କିଛି ବାଟ ଫାଙ୍କା ହେଇଯାଇଛି, ପ୍ରାୟ ସମସ୍ତେ ଉପର କରି ଧାନ କାଟିଲେଣି। ନା ଆମର ଦେଖିବା କେଉଁ ଯାକେ ସେ ହେଇଛି, ଯିବା ଦେଖିବା। ସାଙ୍ଗମାନେ ଆସି ସେଇ ବିଲ ପାଖରେ ମୁଁ ପହଞ୍ଚିଗଲି। ଦେଖିପାରୁଛନ୍ତି ବଗିଚାର କୂଳ, ଗଛ ବୁର୍ଛ, ଆଉ ସେଇ ବିଲ ପାଖରେ ମୁଁ ଆସି ଏଇଠି, ଏ ବିଲ 2 ଗୁଣ୍ଠ ବିଲ ସାଙ୍ଗମାନେ ଆସି ପହଞ୍ଚି ମୁଁ ଗଲି। ତେଣୁ ଏପଟଟା ଦେଖୁଛନ୍ତି ପରିଆମୁଙ୍କର ବିଲ। ପରିଆମୁ ସେ ମାଇଁ ମୁଣ୍ଡ ବାଡ଼ଉଥିଲେ ଯେ ପାଣି ଶୁଖିଗଲା, ଧାନ ଆହାର ନେଇପାରିଲେନି। କିନ୍ତୁ ଯାହା ହେଇଛି ମୋ ମତରେ କିଛି ଖରାପ ହେଇନାହିଁ। ସାଙ୍ଗମାନେ ଦେଖିପାରୁଛନ୍ତି ଏଇ ଯେଉଁ ପେଣ୍ଡା ଦେଖିପାରୁଛନ୍ତି ସାଙ୍ଗମାନେ, ହେଇ ଏ ପେଣ୍ଡା, ଏ ଯେଉଁ ମୂଳ ଧାନଟା ଆପଣ ଦେଖିପାରୁଛନ୍ତି। ଏଇ ମୂଳ ଧାନ ଗୋଟେ ପାଣି ଅଭାବରୁ ଟିକେ ଆହାର ନେଇପାରିଲାନି, କ୍ଷୀର ବସି ପାରିଲାନି। ନହେଲେ ଯାହା ଏକରକମ ହେଇଛି, ପାଣି ଟିକେ ହେଇଥିଲେ ଆଉ ଟିକେ ଭଲ ହେଇଥାନ୍ତା। କିନ୍ତୁ ଯାହା ହେଇଛି କିଛି ମନ୍ଦ ହେଇନାହିଁ। ତେଣୁ ଏ ଧାନ ମଧ୍ୟ ମୋର କାଟିବା ପାଇଁ ହେଇନାହିଁ। ମୁଁ ଆପଣଙ୍କୁ ବ୍ୟାକ୍ କ୍ୟାମେରାରେ ଦେଖାଉଛି। ହେଇ ଦେଖିପାରୁଛନ୍ତି ସାଙ୍ଗମାନେ ଏଇ ଧାନ। ତେଣୁ ପୁରା ବଢ଼ିଛି ପ୍ରବଳ। ଏଇଟା ପ୍ରାୟ 150 ଦିନିଆ ଧାନ। ଆପଣମାନେ ଦେଖିପାରୁଛନ୍ତି 150 ଦିନିଆ ଧାନ। ଜୁଲାଇ 1 ତାରିଖରେ ତଳି ପଡ଼ିଥିଲା, 2 ତାରିଖରେ, ଅଗଷ୍ଟ 4 ତାରିଖରେ ରୁଆ ହେଇଥିଲା। ବର୍ତ୍ତମାନ ଆସି ହେଲା ନଭେମ୍ବର 30 ନା 29। ତେଣୁ ନଭେମ୍ବର 29 ତାରିଖ ଏ ଧାନ ସବୁ ଏମିତି କ୍ଷୀର ବସିନି। ଆପଣମାନେ ଦେଖିପାରୁଛନ୍ତି ସାଙ୍ଗମାନେ, କ୍ଷୀର ବସି ନାହିଁ। କ୍ଷୀର ଚିପି ଦେଲା ବେଳକୁ କ୍ଷୀର ବାହାରୁଛି। ଯାହା ଯେମିତି ହେଇଛି ଏକରକମ ଭଲ ହେଇଛି। ଆଦେହରେ କିଛି ମିଶା ବିହନ ରହିଯାଇଥିଲା। ଯେଉଁ ବ୍ରିଟିଶ ଧାନଟା ଆଦେହରେ ମିଶି ଯାଇଥିଲା, ଏ କଳା କଳା ପେଣ୍ଡା ଆପଣମାନେ ଦେଖିପାରୁଛନ୍ତି ସାଙ୍ଗମାନେ। ବ୍ରିଟିଶ ଧାନ କିଛି ଆଦେହରେ ରହିଯାଇଥିଲା, ଏ କଳା କଳା ପେଣ୍ଡା ମିଶି ଯାଇଥିଲା। ତେଣୁ ଯାହା ବି ହେଉ ଇଏ ବର୍ତ୍ତମାନ ଆଉ 4-8 ଦିନ ସମୟ ଯିବ କାଟିବା ପାଇଁ। 4-8 ଦିନ ସମୟ ବର୍ତ୍ତମାନ ଇଏ ଯିବ। କିନ୍ତୁ ମୋତେ ଯାହା ପରିଆମୁଙ୍କର ଧାନ ଦେଖିପାରୁଛନ୍ତି ଆପଣମାନେ, ପରିଆମୁଙ୍କର ଧାନ କିଛି ଖରାପ ହେଇନାହିଁ।
ପାଣି ଟିକେ ଆଉ ଟିକେ ହେଇଥିଲେ ଏଇଟା ହେଉଛି 175ରୁ 180 ଦିନିଆ ଧାନ, ଶକ୍ତି ଧାନ। ତେଣୁ ଇଏ ଟିକେ ପାଣି ଟିକେ ଅଭାବ ହେଇଗଲା, ତେଣୁ ବାହାରିବା ଆହାର ନେବା ଟିକେ ହେଲା। କିନ୍ତୁ ଯାହା ଯେମିତି ହେଇଛି ଏକରକମ ଭଲ, ମୋର ପସନ୍ଦ, ମୋର ମନକୁ ଯାଉଛି। ତେଣୁ ସାଙ୍ଗମାନେ ଏଇ ଧାନ ମଧ୍ୟ କାଟିବାକୁ ଆଇଥିଲି। ବର୍ତ୍ତମାନ ଆଉ 4-8 ଦିନ ଯିବ, ବର୍ତ୍ତମାନ କଟା ହେବାର ପ୍ରଶ୍ନ ଉଠୁ ନାହିଁ। ତେଣୁ ସେ ଯେଉଁ ବ୍ରିଟିଶ ଧାନ ଦେଖିବାକୁ ଯାଇଥିଲି, ସେ ବ୍ରିଟିଶ ଧାନ ବି ଅବସ୍ଥା ସେଇଭଳିଆ ଅଛି। ତେଣୁ ଇଏ ଏବେ 4-8 ଦିନ ଭିତରେ ଇଏ କାଟି ହେବ ନାହିଁ। ତେଣୁ ସାଙ୍ଗମାନେ ଦେଖିଲେ ଧାନ ଯାହାର ରକମ ହେଇଛି, କେମିତି ହେଇଛି ସାଙ୍ଗମାନେ ଆପଣ କମେଣ୍ଟ ମାଧ୍ୟମରେ ଜଣାଇବେ। ଏଇଟା ହେଉଛି ସାଙ୍ଗମାନେ ଦେଖିଲେ ଆପଣ ପରିବା ଭାରି ମାଇଁ ତାଙ୍କର ବ୍ୟସ୍ତ ହେଉଥିଲେ, ମୁଁ ଆପଣମାନଙ୍କୁ କହୁଥିଲି। ତେଣୁ ଏ ଧାନଟାକୁ ଆପଣ ଦେଖନ୍ତୁ ପ୍ରାଞ୍ଜଳ ଭାବରେ, କ'ଣଟା ଇଏ ଧାନ ଖରାପ ହେଇଛି। ମୋର ତ ଯାହା ଅଛି ଭଲ ଅଛି, କିନ୍ତୁ ଆଉ ଟିକେ ଭଲ ହେଇଥାନ୍ତା। ବିଲ ବର୍ତ୍ତମାନ ଶୁଖିକିରି ପାଣି ଫାଟି ଯାଇଛି। ତେଣୁ ପାଣି ଟିକେ ହେଇଥିଲେ ସେ ଆହାର ନେବା ସମୟରେ ଆଉ ଟିକେ ବେଟର୍ ହେଇଥାନ୍ତା। କାରଣ ଏ ପେଣ୍ଡାରେ ଏ ମୂଳ ଧାନ ଯାକ ସବୁ ଆହାର ନେଇ ନାହିଁ। ଏ ଦେଖିପାରୁଛନ୍ତି, ହେଇ ମୂଳ ଧାନଟା ଆହାର ନେଇନି। ତେଣୁ ନେଇଯାଇଥାନ୍ତା ଭଲ ହେଇଥାନ୍ତା। ତେଣୁ ଯାହା ହେଇଛି କିଛି ମନ୍ଦ ହେଇନାହିଁ। ତେଣୁ ଆପଣମାନେ ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣାଇବେ। ସାଙ୍ଗମାନେ 11:30 ହେଇଗଲା। ତେଣୁ ଆସିଥିଲି ଏଇଠି ବିଲ ଦେଖିଲି, ଯାହା ଯେମିତି ଦେଖିଲେ ଆପଣମାନେ ତ ଦେଖିଲେ। ଆଉ ଘରେ ଦୁଇଟା ବାହନ ଆମର ଅଛନ୍ତି, ଗଲେ ବର୍ତ୍ତମାନ ହୁଁ 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 ଏମିତି ହେବ, ମୋତେ ଦେଖିଲେ ହମାଳିବ। ତା ପାଇଁ ଦୁଇଟା ଖାଦ୍ୟ ବି ନେଇଗଲି। ତେଣୁ ବର୍ତ୍ତମାନ ଘରକୁ ଯିବା। ପାଗ କ'ଣ ଏମିତି କୋହଲା କରି ଘୋରେଇ ପକାଇଲାଣି, ବର୍ଷାର ଆଶଙ୍କା ଯାହା ଦେଖାଯାଉଛି, ନ୍ୟୁଜ୍ ମଧ୍ୟ କହୁଥିଲା। ତେଣୁ କ'ଣ ହେବ ଆଉ ସାଙ୍ଗମାନେ ବର୍ତ୍ତମାନ ଘରକୁ ଯିବା। ଏ ଧାନ କିଆଟା ଦେଖିନୁନି, ସାର ହେଇଯାଇଛି, ସବୁ ସାର ଖତରା ହେଇଯାଇଛି। ପୂଜା ଧାନ ସବୁ ଖତରା, ତେଣୁ ବେଶୀ ଆଫେକ୍ଟେଡ଼ ହେଇଛି ପୂଜା ଧାନ। ତେଣୁ ସାଙ୍ଗମାନେ ବର୍ତ୍ତମାନ ଚାଲନ୍ତୁ ଘରକୁ ଯିବା।